ପାଦ ଛୁଇଁ ନମସ୍କାର ହେବା ଏକ ମହତ୍ତ୍ୱପୂର୍ଣ୍ଣ ପରମ୍ପରା। ସମସ୍ତ ପରମ୍ପରାରେ କିଛି ନା କିଛି ନିୟମ ରହିଛି। ପାଦ ଛୁଇଁ ନମସ୍କାର କରିବା ପଛରେ ରହିଛି ଧାର୍ମିକ ଓ ବୈଜ୍ଞାନିକ କାରଣ। ସ୍ତ୍ରୀ ହେଉ ବା ପୁରୁଷ ବ୍ୟକ୍ତି ଯଦି ଆପଣଙ୍କ ପାଦ ଛୁଇଁ ନମସ୍କାର ହେଉଛନ୍ତି, ତେବେ ତାଙ୍କୁ ଆଶୀର୍ବାଦ କରିବା ସହ ଭଗବାନଙ୍କ ନାମ ନେବାକୁ ଭୁଲନ୍ତୁ ନାହିଁ। କେହି ଆପଣଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲେ ଆପଣ ସଙ୍ଗେ ସଙ୍ଗେ ଭଗବାନଙ୍କ ନାମ ନିଅନ୍ତୁ। ପାଦ ଛୁଇଁଥିବା ବ୍ୟକ୍ତିଙ୍କୁ ସକାରାତ୍ମକ ଫଳ ମିଳିବ। ଗୁରୁଜନଙ୍କ ପାଦ ଛୁଇଁ ନମସ୍କାର କଲେ ତାଙ୍କ ଦ୍ୱାରା ହୋଇଥିବା ସୁକର୍ମର ଫଳ ନମସ୍କାର କରୁଥିବା ବ୍ୟକ୍ତିଙ୍କ ଉପରେ ଫଳିଥାଏ। କୌଣସି ବ୍ୟକ୍ତି ଈଶ୍ୱରଙ୍କୁ ସ୍ମରଣ କରୁଥିବା ସମୟରେ କେହି ସତ୍ ମନରେ ତାଙ୍କୁ ନମସ୍କାର କରୁଥାନ୍ତି, ସେତେବେଳେ ସେମାନେ ଦେଇଥିବା ଆଶୀର୍ବାଦ ଲାଭ ମିଳିଥାଏ। ପାଦ ଛୁଇଁଥିବା କିମ୍ବା ପ୍ରଣାମ କରୁଥିବା କେବଳ ଏକ ପରମ୍ପରା ନୁହେଁ, ଏହା ଏକ ବୈଜ୍ଞାନିକ କ୍ରିୟା। ପାଦ ଛୁଇଁ ନମସ୍କାର ହେବାରେ ଶରୀର ସକ୍ରିୟ ହୋଇଥାଏ, ଯାହା ଆମ ଶାରୀରିକ ମାନସିକ ବିକାଶ କରିବାରେ ସହାୟକ ହୋଇଥାଏ।